ମଧୁଲିତାର ଊନବିଂଶତମ ବାର୍ଷିକ ଉତ୍ସବ। ଓଡ଼ିଆ ଭାଷା ଉପରୁ ବିପଦ ହଟିନି, ଏବେ ବି ଅବକ୍ଷୟମୁଖୀ। ଓଡ଼ିଆ ଭାଷା ଉପରୁ ବିପଦ ହଟିନି, ଏବେ ବି ଅବକ୍ଷୟମୁଖୀ। ଆମ ରାଜ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ସାହିତ୍ୟ ପତ୍ରିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନନଶୀଳ ପାରିବାରିକ ପତ୍ରିକା ମଧୁଲିତାର ଊନବିଂଶ ବାର୍ଷିକ ଉତ୍ସବ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିମାନେ ଯୋଗଦାନ କରି ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଗତକାଲି ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶରେ ପ୍ରାକ୍ତନ ସାଂସଦ ତଥା ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଉଦ୍ଘାଟନ କରି କହିଲେ ଯେ ଗୋଟିଏ ପତ୍ରିକା ପ୍ରକାଶ କରିବା ସହଜ, ମାତ୍ର ଏହାକୁ ନିୟମିତ କରି ରଖିବା କଷ୍ଟକର। ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ପତ୍ରିକାଗୁଡ଼ିକର ପ୍ରୟାସ ସ୍ୱାଗତଯୋଗ୍ୟ। ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ସାହିତ୍ୟିକ ଦାସ ବେନହୁର ସାହିତ୍ୟ ଓ ଓଡ଼ିଆ ପତ୍ର ପତ୍ରିକାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ସାହିତ୍ୟ ଯେଉଁ ଅନୁଭବ ଦିଏ ତାହା ଆଉ କେହି ମଧ୍ୟ ଦେଇପାରିବେ ନାହିଁ। ପତ୍ର ପତ୍ରିକାମାନେ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ଭୂମିକା ଗ୍ରହଣ କରିଛନ୍ତି। ବିଶିଷ୍ଟ କବି ଓ ସ୍ତମ୍ଭକାର ତଥା ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରାକାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱର ଉତ୍ତରର ପ୍ରାକ୍ତନ ବିଧାୟକ ପ୍ରିୟଦର୍ଶିନୀ ମିଶ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର ଓ ପତ୍ରିକାର ପୂର୍ବତନ ସମ୍ପାଦିକା ତଥା ସମାଜସେବୀ ମଧୁଲିତା ପରିଡ଼ା ପତ୍ରିକାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ ଏବଂ କବି ମନୋରଞ୍ଜନ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଥାକାର କିଶୋର ଚାନ୍ଦ ପୃଷ୍ଟି ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ କବି ଇଞ୍ଜିନିୟର ବିଜନ ବେହେରାଙ୍କ ଦୁଇଟି କବିତା ପୁସ୍ତକ କ୍ଲାନ୍ତ ଅପରାହ୍ନ ଓ ଅନ୍ତଃସ୍ୱର ସହ ଲେଖକ ବାବାଜୀ ଚରଣ ଦାସଙ୍କ ଶିଶୁ ଉପନ୍ୟାସ ଚନ୍ଦ୍ରଯାନକୁ ଅତିଥିମାନେ ପାଠ୍ୟର୍ପଣ କରିଥିଲେ। ଏହି ଅବସରରେ ମଧୁଲିତା ବରିଷ୍ଠ ନାଗରିକ ସମ୍ମାନ ଇଞ୍ଜିନିୟର ଲକ୍ଷ୍ମୀକାନ୍ତ ଚୌଧୁରୀ ଓ ସୁଦେଶା ଦାସ, ସାମ୍ବାଦିକତା ସମ୍ମାନ ବିଶିଷ୍ଟ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି, ଶିକ୍ଷାବିତ ସମ୍ମାନ ସଂଯୁକ୍ତା ଦାସ, ସମାଜସେବୀ ସମ୍ମାନ ଆଲୋକ କୁମାର ଜେନା ଏବଂ ଗଳ୍ପ ସମ୍ମାନ ପ୍ରୀତି ପ୍ରଜ୍ଞା ପ୍ରଧାନଙ୍କୁ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଅଧିବେଶନରେ ପତ୍ରିକାର ପରିଚାଳନା ସାମ୍ବାଦିକା ତଥା ବରିଷ୍ଠ ଗାଳ୍ପିକା ଅବନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି ସମ୍ମିଳନୀକୁ କବି କ୍ଷଣପ୍ରଭା ମହାନ୍ତି ସଂଯୋଜନା କରିଥିଲେ। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ତୋଷାଲି ଓ ୱାର୍କସ କ୍ଲବ ପକ୍ଷରୁ ଦୀପ୍ତିମୟୀ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ବାପା ଓ ମାଙ୍କ ଋଣ କ'ଣ ସୁଝିହେବ ଅନୁଷ୍ଠିତ ହେବା ସହ ସ୍ମୃତି ପରିଡ଼ା ଓ ପ୍ରିୟଙ୍କା ବେହେରାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ବାଲିଚନ୍ଦ୍ରପୁରରୁ ଏକାଦଶୀ ସେଠୀଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।